ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ। ଆମର ଫକୀରମୋହନ ସେନାପତିଙ୍କ ଦ୍ୱାରା ଲିଖିତ ଗଳ୍ପସ୍ୱଳ୍ପର 10ମ ଗଳ୍ପ। ଆଜି ଆମେ ଆଲୋଚନା କରିବା ବାଲେଶ୍ୱରୀ ରାହାଜାନୀ। ନମସ୍କାର। ଆଉ ସବୁଠୁ ବଡ଼ କଥା ହେଲା, ଲେଖକ ନିଜେ କହିଛନ୍ତି ଏଇଟା ଏକ ସତ୍ୟ ଘଟଣା ଉପରେ ଆଧାରିତ। ହଁ, ସେଇଟା ଏହାକୁ ଆହୁରି ରୋଚକ କରିଦେଉଛି। ଆଚ୍ଛା, ଆଲୋଚନା ଆରମ୍ଭ କରିବା ଆଗରୁ ଯେଉଁ ଦର୍ଶକମାନେ ଆମ ଚ୍ୟାନେଲକୁ ସାମାନ୍ୟ ଅର୍ଥରାଶି ଦାନ କରିଛନ୍ତି, ସେମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ। ନିଶ୍ଚୟ, ଆମର ଏ ଓଡ଼ିଆ ପଡକାଷ୍ଟ ଚ୍ୟାନେଲ ଅନୁରଣକୁ ସମର୍ଥନ ଜାରି ରଖନ୍ତୁ। ହଁ, ସମର୍ଥନ କରିବାକୁ ହେଲେ ଦୟାକରି ସ୍କ୍ରିନରେ ଦେଖାଯାଉଥିବା QR କୋଡଟିକୁ ସ୍କାନ୍ କରନ୍ତୁ ଆଉ ଏକ ଛୋଟ ଅର୍ଥରାଶି ପ୍ରଦାନ କରନ୍ତୁ। ଆପଣଙ୍କର ଏହି ଛୋଟ ସାହାଯ୍ୟ ଆମ ପାଇଁ ସତରେ ବହୁତ ବଡ଼। ଆଉ ଗୋଟେ ଅନୁରୋଧ, ଗଳ୍ପଟିକୁ ପୁରା ଭଲ ଭାବରେ ବୁଝିବା ପାଇଁ ଆଉ ଆଗକୁ କ'ଣ ଆସୁଛି ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଆମ ସହିତ ରୁହନ୍ତୁ। ହଁ, ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ରୋମାଞ୍ଚକର କାହାଣୀ। ତେବେ କାହାଣୀ ଆରମ୍ଭ ହେଉଛି ଏକ ଏମିତି ସମୟରୁ ଯେତେବେଳେ ଆମ ଓଡ଼ିଶାରେ ରେଳପଥ ବୋଲି କିଛି ନଥିଲା। ଏକଦମ। କଲିକତାରୁ ପୁରୀ ଯିବାକୁ ହେଲେ ଆଜିକାଲି ପରି ସୁବିଧା ନଥିଲା। କିଛି ସୁନ୍ଦର ରାସ୍ତା ବି ନଥିଲା ସେମିତି। ଭାବନ୍ତୁ ତ ଥରେ, ସେ ସମୟର ଯାତ୍ରା କେତେ ଯେ କଷ୍ଟକର ଥିବ। ହଁ, କେବଳ ଜଙ୍ଗଲ ଆଉ ବଣୁଆ ଜନ୍ତୁଙ୍କ ଭୟ। ପରେ ଯେବେ ଇଂରେଜ ସରକାର ରାସ୍ତା ତିଆରି କଲେ, ସେତେବେଳେ ଯାଏ କିଛି ପାନ୍ଥଶାଳା ଆଉ ଧର୍ମଶାଳା ବି ତିଆରି ହେଲା। କିନ୍ତୁ ସେଠି ବି ଶୁଣିଛି ଯାତ୍ରୀଙ୍କର ଖାଇବା ପିଇବାର ସେତେ ଭଲ ସୁବିଧା ନଥିଲା। ନା, ସେମିତି କିଛି ନଥିଲା। ସେଠିକି ବେଳେ ଜଣେ ଇଂରେଜ ସାହେବ ଥିଲେ, ଜନ୍ ବିଚାର ନାଁ ତାଙ୍କର। ସେ ଗୋଟେ ଭଲ କାମ କରିଥିଲେ। ଆଚ୍ଛା, କ'ଣ କରିଥିଲେ? ସେ ସରକାରଙ୍କଠୁ କିଛି ଜମି ନେଲେ ବିନା କରରେ, ଯାହାକୁ ନିଷ୍କର କୁହନ୍ତି। ଆଉ ସେଇ ଜମିରେ ବାଲେଶ୍ୱର, ବସ୍ତା, ମାର୍କଣା, କଟକ ଏମିତି କେତେ ଜାଗାରେ ସରାଇଖାନା ଆଉ ଦୋକାନ ବଜାର ବସେଇଲେ। ଓହୋ, ସେଇଟାକୁ ବୋଧେ ବିଚରଗଞ୍ଜ କହୁଥିଲେ ନା? ହଁ, ସେଇଆ, ବିଚରଗଞ୍ଜ। ଆଉ ଗୋଟେ କଥା ବି ଥିଲା, ସରକାରୀ ଧର୍ମଶାଳାରେ ତ ସବୁ ଜାତିର ଲୋକ ଏକାଠି ରହୁଥିଲେ। ତେଣୁ ବହୁତ ହିନ୍ଦୁ ତୀର୍ଥଯାତ୍ରୀ ସେମାନେ ରୋଷେଇ କରିବାରେ ଅସୁବିଧା ପାଉଥିଲେ। ହଁ, ସେମାନେ ସେ ବିଚର ସାହେବଙ୍କ ସାରାଇରେ ରହିବାକୁ ବେଶୀ ଭଲ ପାଉଥିଲେ। ହଁ, ଆଉ ଏଇଟା ଦେଖି କିଛି ସ୍ଥାନୀୟ ଲୋକ ବି ନିଜ ନିଜର ଚଟିଘର ଖୋଲିଲେ। କିନ୍ତୁ ପରେ ଯେତେବେଳେ ରେଳ ଚାଲିଲା, ଏସବୁ ବ୍ୟବସାୟ ପ୍ରାୟ ବନ୍ଦ ହେଇଗଲା। ଆଚ୍ଛା, ସେ ଯୋଉ ବିଲଚର ସାହବଙ୍କ ନିଷ୍କର ଜମି ଥିଲା, ତାକୁ ପରେ କିଏ କିଣି ନେଇଥିଲେ ବୋଲି ଲେଖା ଅଛି? ହଁ, ଭଦ୍ରକର ବ୍ରଜଗୁପ୍ତ ବୋଲି ଜଣେ ବାବୁ ସେ ବିଲାତରେ ଥିବା ତାଙ୍କ ଉତ୍ତରାଧିକାରୀଙ୍କଠୁ କିଣି ନେଇଥିଲେ। ଯାହେଉ, ଏସବୁ ହେଲା ପରେ ଯାତ୍ରୀଙ୍କର ରହିବା ଖାଇବାର ସମସ୍ୟା ଟିକେ କମିଲା। ବଣୁଆ ଜନ୍ତୁଙ୍କ ଭୟ ବି ଟିକେ କମିଲା ବୋଧେ। କମିଲା, କିନ୍ତୁ ଆଉ ଗୋଟେ ଭୟ, ସେଇଟା ବହୁତ ଦିନ ଧରି ଲୋକଙ୍କୁ ପୁରା ଆତଙ୍କିତ କରି ରଖିଥିଲା। କୋଉ ଭୟ? ଡକାୟତଙ୍କ ଭୟ। ବିଶେଷ କରି ସେ ଯୋଉ ମେଦିନୀପୁରରୁ ଭଦ୍ରକ ପର୍ଯ୍ୟନ୍ତ ରାସ୍ତାଟା ଥିଲା, ସେଇଟା ଡକାୟତମାନଙ୍କ ପାଇଁ ଏକ ପ୍ରକାର ଅଭୟାରଣ୍ୟ ପାଲଟି ଯାଇଥିଲା। ରାସ୍ତାର ପଶ୍ଚିମ ପଟେ ପୁରା ଘଞ୍ଚ ଜଙ୍ଗଲ। ଓହୋ। ସେଇଠି ସେମାନେ ନିଜର ଆଡ୍ଡା, ଯାହାକୁ ଫକୀରମୋହନ ଖଟି ବୋଲି କହିଛନ୍ତି, ସେଇ ଖଟି ଜମାଇ ରହୁଥିଲେ ଆଉ ରାହାଜାନୀ କରୁଥିଲେ। ସରକାର ବହୁତ ଚେଷ୍ଟା କଲେ, କିନ୍ତୁ ସେମାନଙ୍କୁ ଦମନ କରିପାରୁନଥିଲେ। ସେମାନଙ୍କର ଗୋଟେ ମୁଖ୍ୟ ଆଡା ଥିଲା ପରା, ନାରାୟଣଗଡ଼। ହଁ, ନାରାୟଣଗଡ଼। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ସେଠାକାର ବାଉଁଶ ବଣ ଭିତରେ କେତେ ଯେ ନିରୀହ ଯାତ୍ରୀଙ୍କ ଜୀବନ ଯାଇଛି, ତାର କୌଣସି ହିସାବ ନାହିଁ। ଫକୀରମୋହନ ନିଜେ ଲେଖିଛନ୍ତି, ସେ ପିଲାଦିନେ ଗାଈ ଗାଡ଼ିରେ କଲିକତା ଯିବା ଆସିବା ବେଳେ ଗାଡ଼ିଆଳମାନେ ସେହି ଭୟଙ୍କର ଜାଗା ଦେଖଉଥିଲେ। ସେତେବେଳେ ଗୋଟେ କଥା ବି ପ୍ରଚଳିତ ଥିଲା। କ'ଣ? ହଳଦୀ ମଖାମଖି, ନାରାୟଣଗଡ଼ ପାର ହେଲେ କୁଟୁମ୍ବ ଦେଖାଦେଖି। ବା, ନାରାୟଣଗଡ଼ ପାର ହେଲା ପରେ ଯାଇ ଲୋକେ ଟିକେ ଶାନ୍ତିରେ ନିଶ୍ୱାସ ନେଉଥିଲେ ନା? ହଁ, ନିଜକୁ ସୁରକ୍ଷିତ ମନେ କରୁଥିଲେ। ସୂର୍ଯ୍ୟାସ୍ତ ପରେ ତ କଥା ଛାଡ଼, ଦିନବେଳେ ବି ଏକୁଟିଆ ଯିବା ସମ୍ଭବ ନଥିଲା। ଲୋକେ ଦଳବାନ୍ଧି ଯାଉଥିଲେ, ଆଉ ଯେଉଁମାନେ ଧନୀ ଲୋକ, ସେମାନେ ଗାଈ ଗାଡ଼ି ନହେଲେ ପାଲିଙ୍କି ଡାକ ବ୍ୟବହାର କରୁଥିଲେ। ସେଇଟା ସେ ସମୟର ଗୋଟେ ଦ୍ରୁତ ପାଲିଙ୍କି ସେବା ପରି ଥିଲା। କିନ୍ତୁ କୁହନ୍ତି ନା, ପାପର ପତନ ନିଶ୍ଚିତ। ଡକାୟତମାନେ ଯେତେ ଚାଲାକ ହେଲେ ବି ସେମାନଙ୍କର ବିନାଶର ସମୟ ଆସିଲା। ହଁ, ଆସିଲା। ଘଟଣାଟା ଘଟିଲା ବାଲେଶ୍ୱର ଜିଲ୍ଲାର ସେତେବେଳର ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟ ମିଷ୍ଟର ରେମ୍ପିନିଙ୍କ ସାଙ୍ଗରେ। ଓହୋ, ସେଇ ରେମ୍ପିନି ଯିଏ ପରେ ହାଇକୋର୍ଟର ଜଜ୍ ହୋଇଥିଲେ। ହଁ, ସେ ପାଲିଙ୍କି ଡାକରେ ବାଲେଶ୍ୱରରୁ କଲିକତା ଯାଉଥିଲେ। ଆଉ ବସ୍ତା ଆଉ ହଳଦୀପଦା ଚଟି ମଝିରେ ତାଙ୍କ ପାଲିଙ୍କି ଉପରେ ଡକାଇତି ହେଇଗଲା। ବାପ୍ରେ, ଏଇଟା ତ ବହୁତ ବଡ଼ ଘଟଣା। କାରଣ ସାଧାରଣତଃ ଡକାୟତମାନେ ଇଂରେଜମାନଙ୍କ ଉପରେ ଆକ୍ରମଣ କରୁନଥିଲେ ଶୁଣାଯାଏ। ହଁ, ସେମିତି ଗୋଟେ ଅଲିଖିତ ନିୟମ ଥିଲା, ଯେମିତି ଦେଶୀ ରାଜାଙ୍କୁ ମାରିଲେ ହୁଏତ କ୍ଷମା ମିଳିଯିବ,
କିନ୍ତୁ ଗୋରା ଚମଡ଼ା ଉପରେ ହାତ ଦେଲେ ନିସ୍ତାର ନାହିଁ। ତାହେଲେ ଏଠି କେମିତି ହେଲା? ଏଇଠି ଗୋଟେ ମଜାଦାର ଭୁଲ ବୁଝାମଣା ହୋଇଥିଲା। ଡକାୟତମାନେ ପ୍ରକୃତରେ ରେମ୍ପିନି ସାହେବଙ୍କୁ ଆକ୍ରମଣ କରିବାକୁ ଚାହୁଁନଥିଲେ। ତାହେଲେ ସେମାନେ ଖବର ପାଇଥିଲେ ଯେ ବାଲେଶ୍ୱରର ଜଣେ ଧନୀ ତେଲୁଗୁ ମହାଜନ ନାରିକେଲି ମେଲି ଯୋଗ୍ୟା ବୋଲି। ହଁ, ସେ ଲୁଣ କଣ୍ଟ୍ରାକ୍ଟରି କରୁଥିଲେ ପରା। ହଁ, ସେଇ ପ୍ରଚୁର ଧନ କମେଇଥିଲେ। ତ ଖବର ଥିଲା ସେହି ଡାକରେ ସେ ଯିବେ। ଆଚ୍ଛା। କିନ୍ତୁ କୌଣସି କାରଣରୁ ଯୋଗ୍ୟା ବାବୁଙ୍କ ଯିବା କ୍ୟାନସେଲ ହେଇଗଲା। ଆଉ ତାଙ୍କ ପାଇଁ ବୁକ୍ ହୋଇଥିବା ଡାକରେ ରେମ୍ପିନି ସାହେବ ଚାଲିଗଲେ। ଓହୋ, ଆଉ ଡକାୟତମାନେ ଅନ୍ଧାରରେ ଚିହ୍ନି ପାରିଲେନି? ହଁ, ଯୋଗ୍ୟା ବାବୁ ଭାବି ସାହେବକୁ ଲୁଟି ନେଲେ। ଭାବନ୍ତୁ ତ, ଜଣେ ଇଂରେଜ ହାକିମଙ୍କ ଉପରେ ଡକାଇତି। ଏଇଟା ତ ପୁରା ହଇଚାଇ କରିଦେଇଥିବ। ଏକଦମ ସରକାରୀ ମହଲରେ ହଇଚାଇ। ପୁଲିସ ପୁରା ବସ୍ତା ଥାନା ଅଞ୍ଚଳରେ ତନାଘନା ଆରମ୍ଭ କରିଦେଲା। ବଣ ଜଙ୍ଗଲ ଖୋଜାଖୋଜି, ପୋଖରୀ ସୁଖା। ହଁ, ବହୁତ ନିରୀହ ଲୋକ ବି ହଇରାଣ ହେଲେ, କିନ୍ତୁ କିଛି ଫଳ ମିଳିଲା ନାହିଁ। ଡକାୟତମାନେ ଯେମିତି ପବନରେ ମିଳେଇଗଲେ। ଆଉ ତାପରେ? ପୋଲିସ ତଦନ୍ତ ଟିକେ ଶିଥିଳ ହୋଇଛି କି ନାହିଁ, ପୁଣି 3-4ଟା ବଡ଼ ଡକାୟତି ହେଇଗଲା। ଆରେ ବାପରେ। ଗୋଟେ ଘଟଣାରେ ବାଲେଶ୍ୱରର ଜମିଦାର ମଦନ ମୋହନ ଦାସଙ୍କର ବସ୍ତା ପାଖରେ ଗୋଟେ ତାଲୁକ ଥିଲା। ହଁ, ଜମିଦାରୀ ଅଞ୍ଚଳ। ସେହି ତାଲୁକର କଚେରୀ ଘରରୁ ମାନେ ଅଫିସରୁ ପ୍ରାୟ 1200 ଟଙ୍କା ଲୁଟି ନେଲେ। 1200 ଟଙ୍କା? ସେ ସମୟରେ ତ ବହୁତ ବଡ଼ ରକମ। ବହୁତ ବଡ଼। କିନ୍ତୁ ଏହାର ପର ଘଟଣାଟା, ସେଇଟା ଥିଲା ଆହୁରି ଭୟଙ୍କର, ଆହୁରି ହୃଦୟ ବିଦାରକ। କୋଉ ଘଟଣା? ବସ୍ତା ଥାନାଠୁ ବେଶୀ ଦୂର ନୁହେଁ, 4 କ୍ରୋଶବ, ପ୍ରାୟ 8 ମାଇଲ। ସେଠି ଗୋଟେ ଗାଁ ଥିଲା, ଚାରିଗାଁ। ହଁ। ସେଠି ବାଣ ଭୂୟାଁ ବୋଲି ଜଣେ ସମ୍ପନ୍ନ ଲୋକ ରହୁଥିଲେ। ତାଙ୍କ ଘରେ ଡକାୟତ ପଶିଲେ। ଓହୋ। ଆଉ ଭୀଷଣ ଅତ୍ୟାଚାର କଲେ। ତାଙ୍କର 2 ଜଣ ସ୍ତ୍ରୀ ଥିଲେ। ଜଣେ ସ୍ତ୍ରୀ ସେ ପୂର୍ଣ୍ଣଗର୍ଭା ଥିଲେ। ଡକାୟତମାନେ ଏତେ ମାରିଲେ ଯେ ତାଙ୍କର ଗର୍ଭପାତ ହୋଇଗଲା। ଆରେ। ଆଉ ସେ 4 ଦିନ ପରେ ମରିଗଲେ। ବହୁତ ଦୁଃଖଦ ଘଟଣା। ଆଉ ଦ୍ୱିତୀୟ ସ୍ତ୍ରୀ? ସେ କୌଣସି ମତେ ଖସି ପଳେଇ ଯାଇ ନିଜ ଜୀବନ ବଞ୍ଚେଇଲେ। ଆଉ ବାୱାନ ଭୂୟାଁ ନିଜେ? ତାଙ୍କୁ ବି ପ୍ରବଳ ମାଡ଼ ମାରିଥିଲେ, ଏମିତିକି ତାଙ୍କ ବେକକୁ ଏମିତି ମୋଡ଼ି ଦେଇଥିଲେ ଯେ ତାଙ୍କ ମୁହଁ ସବୁଦିନ ପାଇଁ ପଛକୁ ବୁଲିଗଲା। ଭୟଙ୍କର କଥା। କିନ୍ତୁ ବାୱାନ ଭୂୟାଁ ବି କମ୍ ନୁହନ୍ତି। ସେ ବୀରତ୍ୱର ସହ ଲଢ଼ିଥିଲେ। ନିଜ ଅସ୍ତ୍ରରେ 2-3 ଜଣ ଡକାୟତଙ୍କୁ ଆହତ କରିଥିଲେ। ଆଚ୍ଛା। ହଁ, ଆଉ ଜଣକୁ ମାରି ବି ଦେଇଥିଲେ। ସତରେ? ହଁ, ସେ ମରିଯାଇଥିବା ଡକାୟତର ଶବକୁ ତା ସାଙ୍ଗମାନେ ଉଠେଇ ନେଇ ପଳେଇଗଲେ। ଏହି ସମୟ ବେଳକୁ ପୋଲିସ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହୋଇଥିଲା ପରା? ହଁ, ପୁରୁଣା ବ୍ୟବସ୍ଥା ବଦଳି ନୂଆ ବେଙ୍ଗଲ ପୋଲିସ ବ୍ୟବସ୍ଥା ଲାଗୁ ହୋଇସାରିଥିଲା। ଆଉ ବାଲେଶ୍ୱରର ପ୍ରଥମ ପୋଲିସ ଡିଷ୍ଟ୍ରିକ୍ଟ ସୁପରିଣ୍ଟେଣ୍ଡେଣ୍ଟ ଥିଲେ ମିଷ୍ଟର ଶଟଲୱର୍ଥ। ହଁ। ସେ ଏହି ଲଗାତାର ଡକାୟତିରେ ପୁରା ଅତିଷ୍ଠ ହୋଇପଡ଼ିଲେ। ତାପରେ ସେ ଜଣେ ଦକ୍ଷ ସବ୍ ଇନ୍ସପେକ୍ଟରଙ୍କୁ ଏ ଦାୟିତ୍ୱ ଦେଲେ। କାହାଙ୍କୁ? ବାବୁ ରାଜକିଶୋର ଚୌଧୁରୀ। ଓହୋ, ରାଜକିଶୋର ବାବୁ। ତାଙ୍କୁ ଏଇ ଡକାୟତ ଦଳକୁ ଧରିବାକୁ କୁହାଗଲା? ହଁ, ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜଘାଟ ଥାନାର ମୁନ୍ସି ବାବୁ ଦିଗମ୍ବର ଦାସ ଆଉ ଜଳେଶ୍ୱର ଥାନାର ମୁନ୍ସି ବାବୁ କେରାରାମ ପ୍ରଧାନଙ୍କୁ ବି ପଠାଗଲା। ତାପରେ ରାଜକିଶୋର ବାବୁ କ'ଣ କଲେ? ସେ ପୋଲିସ ଦଳ ସହ ସେଇ ଚାରିଗାଁରେ ଡେରା ପକେଇଲେ, ତଦନ୍ତ ଆରମ୍ଭ କଲେ। କିନ୍ତୁ ବହୁତ ଦିନ ବିତିଗଲା, କିଛି ସୁରାଖ ମିଳିଲାନି। ସେ ନିରାଶ ହୋଇଗଲେ ବୋଲେ? ହଁ, ସେ ଫେରି ଆସିବାକୁ ଚାହିଁଲେ। କିନ୍ତୁ ସୁପରିଟେଣ୍ଡେଣ୍ଟ ସାହେବ ତାଙ୍କୁ ଗୋଟେ ଚିଠି ଲେଖିଲେ। କ'ଣ ଲେଖିଥିଲେ? ସେ ଲେଖିଥିଲେ, ତୁମର ଅନୁସନ୍ଧାନ ପ୍ରଣାଳୀ ସନ୍ତୋଷଜନକ। ଯେ ପର୍ଯ୍ୟନ୍ତ ଡକାୟତ ଦଳ ଧରା ପଡ଼ିନାହାନ୍ତି, ସେ ପର୍ଯ୍ୟନ୍ତ ତୁମେ ଚାରିଗାଁ ଛାଡ଼ିବ ନାହିଁ। ବାଃ, ଏଇଟା ଥିଲା ସେ ସମୟର ଇଂରେଜ ପ୍ରଶାସକଙ୍କର ଗୋଟେ ବଡ଼ ଗୁଣ। କାମରେ ଫଳ ନ ମିଳିବା ପର୍ଯ୍ୟନ୍ତ ଲାଗି ରହିବା। ଫକୀରମୋହନ ଏହାକୁ କହିଛନ୍ତି ଆଫଳୋଦୟ କର୍ମା। ହଁ, ଆଫଳୋଦୟ କର୍ମା। ଏଇ ଚିଠି ପାଇ ରାଜକିଶୋର ବାବୁ ପୁଣି ନୂଆ ଉଦ୍ୟମରେ ଲାଗିପଡ଼ିଲେ। ତାଙ୍କର ତଦନ୍ତ ପଦ୍ଧତିଟା ବି ବଡ଼ ଅଜବ ଥିଲା ଶୁଣିଛି। ହଁ, ବହୁତ ଅଭିନବ। ସେ ସନ୍ଧ୍ୟା ପରେ 2-3 ଜଣ ପୋଲିସବାଳଙ୍କୁ ଛଦ୍ମବେଶରେ ସାଙ୍ଗରେ ନେଇ ଆଖପାଖ ଗାଁରେ ବୁଲୁଥିଲେ। କୋଉଠି ବୁଲୁଥିଲେ? ବିଶେଷ କରି ସେ ସମୟରେ ଯେଉଁ ପାଣ ଜାତିର ଲୋକମାନେ ଚୋରି ଡକାୟତିରେ ବେଶୀ ବଦନାମ ଥିଲେ, ସେମାନଙ୍କ ବସ୍ତିରେ ସେ ରାତି କାଟୁଥିଲେ। କେମିତି? ଲୁଚି ରହି ଲୋକଙ୍କ କଥାବାର୍ତ୍ତା ଶୁଣିବାକୁ ଚେଷ୍ଟା କରୁଥିଲେ। ଭାବନ୍ତୁ ତ, କେତେ କଷ୍ଟ। ଗୋଟେ ପାଣ ପରିବାରର ପାଣ ଛପର ଘର ପଛପଟେ, ଘନ ଅନ୍ଧାରରେ, ଅପରିଷ୍କାର ଦୁର୍ଗନ୍ଧ ଜାଗାରେ, ମଶା କାମୁଡ଼ା ଖାଇ, ସାପର ଭୟ ଭିତରେ ରାତି ରାତି ଧରି ଲୁଚି ରହିବା। ବହୁତ କଷ୍ଟ। କିନ୍ତୁ ଚାକିରି ବଞ୍ଚାଇବାକୁ ହେବ, କର୍ତ୍ତବ୍ୟ ବି କରିବାକୁ ହେବ। ଶେଷରେ କିଛି ଫଳ ମିଳିଲା? ହଁ, ମିଳିଲା। ଦିନେ ଅର୍ଦ୍ଧାରାତିରେ ସେ ଗୋଟେ ପାଣଘର ପଛରୁ ଶୁଣିଲେ, ଜଣେ ଯୁବତୀ ତା ମାଆକୁ କାନ୍ଦି କାନ୍ଦି କହୁଛି,
କଣ କହୁଛି? କହୁଛି ସେ ତ ଯିବାକୁ ମନା କରୁଥିଲେ। ବାବା କାହିଁକି ଜୋର କରି ଘେନିଗଲା କେଜାଣି। ଅକାରଣରେ ମୋ ପ୍ରାଣଟା ଗଲା। ମୁଁ ଏବେ କେମିତି ବଞ୍ଚିବି? ବାସ୍, ଏତିକି ହିଁ ଯଥେଷ୍ଟ ଥିଲା ସୁରାଗ ପାଇଁ। ଏକ୍ଜାକ୍ଟଲି। ପରଦିନ ସକାଳୁ ରାଜକିଶୋର ବାବୁ ପୋଲିସ ଫୋର୍ସ ସହ ସେ ଗାଁରେ ପହଞ୍ଚିଗଲେ। ତଦନ୍ତରୁ କଣ ଜଣାପଡ଼ିଲା? ଜଣାପଡ଼ିଲା ଯେ ସେଇ ସ୍ତ୍ରୀଲୋକର ସ୍ୱାମୀ ଆଉ ବାପା ଦିହେଁ ଡକାୟତ ଥିଲେ। ଓହୋ। ଆଉ ତା ସ୍ୱାମୀ ହିଁ ସେଇ ବାନ ଭୂୟାଙ୍କ ଘରେ ଡକାୟତି କଲାବେଳେ ମରିଯାଇଥିଲା। ଯାହାକୁ ବାନ ଭୂୟାଁ ମାରିଥିଲେ। ହଁ, ଆଉ ତା ବାପା ଆହତ ହୋଇ ଘରେ ଲୁଚି ରହିଥିଲା। ତାହେଲେ ଏଇଠୁ ପୁରା ଗ୍ୟାଙ୍ଗ ଧରା ପଡ଼ିଗଲେ। ହଁ, ଏହି ସୂତ୍ରରୁ ଅନ୍ୟ ଆହତ ଡକାୟତ ଆଉ ଦଳର ବାକି ସମସ୍ତେ ଧରାପଡ଼ିଲେ। ଲୁଟ୍ ହୋଇଥିବା ଜିନିଷରୁ କିଛି ବି ମିଳିଲା? କେତେ ଜଣ ଧରା ହେଲେ? ପ୍ରାୟ 15 ଜଣ। ସେମାନଙ୍କୁ କଠିନ ଦଣ୍ଡ ମିଳିଲା। ଆଉ ରାଜକିଶୋର ବାବୁଙ୍କର ପ୍ରମୋସନ ହେଲା। କିନ୍ତୁ କାହାଣୀ ଏଇଠି ସରିନି ବୋଧେ? ନା, ସରିନି। ପୋଲିସ ତଦନ୍ତରୁ ଜଣାପଡ଼ିଲା ଯେ ଏଇ ଯୋଉ ଦଳ ଧରାପଡ଼ିଲେ ସେମାନେ ମିଷ୍ଟର ରାମ୍ପିନିଙ୍କ ଆକ୍ରମଣ କରିନଥିଲେ। ଅରେ, ତାହେଲେ ସେ ମୁଖ୍ୟ ଦଳଟା ଏବେ ବି ବାହାରେ? ହଁ, ସେମାନେ ଏବେ ବି ସକ୍ରିୟ ଥିଲେ। ଆଉ ସେମାନଙ୍କର ଆଡ୍ଡା ଥିଲା ପାଖ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜର ଘଞ୍ଚ ଜଙ୍ଗଲ ଭିତରେ। ସେ ଦଳରେ କେତେ ଲୋକ ଥିଲେ? ପ୍ରାୟ 50 ଜଣ। ସବୁ କୁଖ୍ୟାତ ଡକାୟତ। ଏଥର ଏ ବଡ଼ ଦଳକୁ ଧରିବ କିଏ? ଏ ଦାୟିତ୍ୱ ପଡ଼ିଲା ବାଲେଶ୍ୱର ସଦର ଥାନାର ଇନ୍ସପେକ୍ଟର ବାବୁ ଶାରଦା ପ୍ରସାଦ ଘୋଷଙ୍କ ଉପରେ। ଶାରଦା ବାବୁ? ସେ ତ ବହୁତ ନାଁ କରେ ଅଫିସର ଥିଲେ ପରା? ହଁ, ପୋଲିସ ବିଭାଗରେ ଜଣେ ଅତ୍ୟନ୍ତ ନିପୁଣ, ସାହସୀ ଆଉ ବୁଦ୍ଧିମାନ ଅଫିସର ଭାବେ ପରିଚିତ ଥିଲେ। ବହୁତ ପରିଶ୍ରମ କଲେ, ଗୁପ୍ତ ଅନୁସନ୍ଧାନ କଲେ। ତାପରେ ଯାଇ ସେ ଡକାୟତଙ୍କର ମୁଖ୍ୟ ଖଟି ବା ଆଡ୍ଡାର ସନ୍ଧାନ ପାଇଲେ। ଏବେ ଆସିଲା କାହାଣୀର ଆଉ ଏକ ରୋମାଞ୍ଚକ ମୋଡ଼। ହଁ, ଏଇଠୁ ଆହୁରି ମଜା। ସେତେବେଳେ ମୟୂରଭଞ୍ଜର ରାଜଧାନୀ ଥିଲା ବାରିପଦା। ତ ବାରିପଦାରୁ ଜଳେଶ୍ୱର ଯାଏ ଜଙ୍ଗଲ ଭିତରେ ଗୋଟିଏ ଅଣଅସାରିଆ ଚଲାବାଟ ଥିଲା। ଦିନେ ସକାଳ ପ୍ରାୟ 10ଟା ବେଳେ ସେଇ ବାଟରେ 3 ଜଣ ଲୋକ ଯାଉଥାନ୍ତି। ଦେଖିବାକୁ ଭିକାରୀ ପରି। ପରସ୍ପରଠୁ କିଛି ଦୂରରେ ଆଗପଛ ହୋଇ ବାରିପଦାରୁ ଜଳେଶ୍ୱର ଆଣକୁ। ଆଚ୍ଛା। ସବା ପଛରେ ଯୋଉ ଲୋକ ଜଣକ ଯାଉଥିଲେ ସେ ଜ୍ୟୋତିଷ ବେଶରେ ଥିଲେ। ଜ୍ୟୋତିଷ? ହଁ, ଦେଖିବାକୁ ଟିକେ ସମ୍ଭ୍ରାନ୍ତ ଲାଗୁଥାନ୍ତି, କିନ୍ତୁ ବେଶଭୂଷା ପୁରା ସାଧାରଣ। ଆଣ୍ଠୁଭୁଚା ମୋଟା ଖଦି ଲୁଗା, ମୁଣ୍ଡରେ ଗୋଟେ ମଇଳା ଗାମୁଛା ପଗଡ଼ି ପରି, କାଖରେ ତାଳପତ୍ର ପାଞ୍ଜି। ହାତରେ ବାଡ଼ି, କାନ୍ଧରେ ତଳପତ୍ର ଛତା, ଏମିତି କିଛି? ହଁ, ଠିକ୍ ସେମିତି। ତାପରେ ବାଟରେ କଣ ହେଲା? ବାଟରେ ହଠାତ୍ ଏଇ ଜ୍ୟୋତିଷ ଜଣକ 2 ଜଣ ବଣୁଆ ଦେଖାଯାଉଥିବା ଡକାୟତଙ୍କ ହାବୁଡ଼ରେ ପଡ଼ିଗଲେ। ଆଡ଼େ, ଧରା ପଡ଼ିଗଲେ? ହଁ, ଧରା ପଡ଼ିଯିବା ପରେ ସେ ବହୁତ କାକୁତି ମିନତି ହେଲେ। ନିଜର ଦୁଃଖ ଦୁର୍ଦ୍ଦଶା କଥା କହିଲେ ଆଉ କହିଲେ ସେ ଜଣେ ବଡ଼ ଜ୍ୟୋତିଷ। ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଲେ? ହଁ, କହିଲେ ତାଙ୍କ ଗଣନା କେବେ ଭୁଲ ହୁଏନି। ଏପରିକି ମୟୂରଭଞ୍ଜ ମହାରାଜା ବି ତାଙ୍କୁ ବହୁତ ମାନନ୍ତି। ଡକାୟତମାନେ କଣ କହିଲେ? ସେ 2 ଜଣ ପରସ୍ପର କଥା ହେଲେ। କହିଲେ, ଠିକ୍ ଅଛି, ଆମ ସର୍ଦ୍ଦାର ପାଖକୁ ଚାଲ। ଯଦି ତୋ କଥା ସତ ହେବ ତୋତେ ଛାଡ଼ିଦେବୁ, ଓଲଟେ କିଛି ପୁରସ୍କାର ଦେବୁ। ଜ୍ୟୋତିଷ ରାଜି ହେଲେ? ଆଉ ଉପାୟ କଣ? ବାଧ୍ୟ ହୋଇ ରାଜି ହେଲେ। ଡକାୟତମାନେ ତାଙ୍କ ଆଖିରେ ପଟି ବାନ୍ଧିଦେଲେ। ଓହୋ। ହଁ, ହାତ ଧରି ଘଞ୍ଚ ଜଙ୍ଗଲ ଭିତର ଦେଇ ବଙ୍କାଟଙ୍କା ରାସ୍ତାରେ ନେଇ ଚାଲିଲେ। କିନ୍ତୁ ଏ ଜ୍ୟୋତିଷ ବି ଚତୁର ଥିଲେ ବୋଧେ? ବହୁତ। ସେ ଯିବାବେଳେ ଲୁଚି ଲୁଚି ବାଟ ପାଖ ଗଛର ଡାଳ ଭାଙ୍ଗି ଚିହ୍ନ ଦେଇ ଯାଉଥାନ୍ତି। ବାଃ, କି ବୁଦ୍ଧି! କେତେ ବାଟ ବୋଲେ ସେମାନେ? ପ୍ରାୟ 2-3 କ୍ରୋଶ, ମାନେ 4ରୁ 6 ମାଇଲ ହବ। ତାପରେ ଯାଇ ଡକାୟତଙ୍କ ଖଟିରେ ପହଞ୍ଚିଲେ। ସେଠି ପହଞ୍ଚିଲା ପରେ ଆଖିରୁ ପଟି ଖୋଲାଗଲା। ହଁ, ଆଉ ଆଖିରୁ ପଟି ଖୋଲାଯିବା ପରେ ସେଠାକାର ଦୃଶ୍ୟ ଦେଖି ଜ୍ୟୋତିଷଙ୍କର ପୁରା ହୃତ୍କମ୍ପ। କଣ ଦେଖିଲେ ସେ? ଘୋର ଜଙ୍ଗଲ ଭିତରେ କିଛି ଜାଗା ସଫା କରାଯାଇଛି। 2-3ଟା ଧୋନି ଜଳୁଛି। ଭାତ ହାଣ୍ଡି, ମାଂସ ହାଡ଼ ଏଣେତେଣେ ପଡ଼ିଛି। ଗଛ ଡାଳରେ ଟାଙ୍ଗିଆ, ବର୍ଚ୍ଛା, ଖଣ୍ଡା, ତୀରଧନୁ ଏମିତି ସବୁ ମାରଣାସ୍ତ୍ର ଝୁଲୁଛି। ଆଉ ଲୋକ? ସେଇଠି ଥିଲେ ପ୍ରାୟ 50 ଜଣ ମଣିଷ ରୂପୀ ରାକ୍ଷସ। ବାପରେ! ଅଧିକାଂଶ ମଦ ପିଇ ମାତାଲ ହୋଇ ଧୂଳିରେ ଗଡୁଛନ୍ତି। ଦେହରେ ଖାଲି କୌପିନ। ଚେହେରା ସବୁ ମହିଷୀ ପରି ବଳୁଆ ଆଉ ଭୟଙ୍କର। ବାତାବରଣ ପୁରା ଭୟଙ୍କର ଥିବ। କିଏ କର୍କଶ ସ୍ୱରରେ ଗାଳି ଦଉଛି ତ କିଏ ବିକଟାଳ ସ୍ୱରରେ ଗୀତ ଗାଉଛି। ସମସ୍ତେ ନୂଆ ଲୋକଟାକୁ କଟମଟ କରି ଚାହିଁଲେ। ସର୍ଦ୍ଦାର କିଏ ଥିଲା ସେମାନଙ୍କର? ତା ନାଁ ଥିଲା ନାଲୁମିର୍ଦ୍ଧା। ଜଣେ ଡେଙ୍ଗା ବଳିଷ୍ଠ ଲୋକ, ଆଖି ପୁରା ଲାଲ, ଦେଖିବାକୁ ବହୁତ ଭୟଙ୍କର। ସେ ଜ୍ୟୋତିଷଙ୍କୁ ଆପାଦମସ୍ତକ ଦେଖିଲା, ତାପରେ କର୍କଶ ସ୍ୱରରେ ପଚାରିଲା, ଏ କିଏ?
କାହିଁକି ଆଣିଛ ଏଠିକୁ? ଯୋଉମାନେ ଆଣିଥିଲେ ସେମାନେ କ'ଣ କହିଲେ? ସେମାନେ ଜ୍ୟୋତିଷଙ୍କ ପରିଚୟ ଦେଲେ। ନାଲୁ ମିର୍ଦ୍ଧା ପଚାରିଲା, ତୁ ସତରେ ଜ୍ୟୋତିଷ? ଜ୍ୟୋତିଷ କ'ଣ କହିଲେ? ଡରି ଡରି କହିଲେ, ଆଜ୍ଞା ହଁ। ନାଲୁ ବିଶ୍ୱାସ କଲାନି ବୋଧେ, ପରୀକ୍ଷା କଲା। ହଁ, ପଚାରିଲା, ତେବେ କହିଲୁ ଦେଖି, ମୋ ମନ ଭିତରେ ଏବେ କ'ଣ ଅଛି? ଏଇଟା ତ ବଡ଼ କଠିନ ପରୀକ୍ଷା। ଜ୍ୟୋତିଷ କ'ଣ କଲେ? ସେ ତଳେ ବସି ପଡ଼ିଲେ, ଖଡ଼ି ପକେଇଲେ, ଆଖି ବନ୍ଦ କରି କେତେ କ'ଣ ସଂସ୍କୃତ ଶ୍ଲୋକ ପଢ଼ିଲେ। ସେଥିରେ ଖାଲି ଗ୍ରହ ନକ୍ଷତ୍ରଙ୍କର ନାଁ। ଅଭିନୟ କଲେ ପୁରା। ପୂରା ଅଭିନୟ। କିଛି ସମୟ ପରେ କହିଲେ, ମହାଶୟ, ଆପଣଙ୍କର ମନ କଥା ପାଠରେ ସ୍ପଷ୍ଟ ଦିଶୁଛି। ଶନି ଗ୍ରହ। ଏଇ ଗ୍ରହ ପ୍ରଭାବରୁ ଆପଣ ଧନଦ୍ରବ୍ୟ, ଟଙ୍କାକଉଡ଼ି ଲାଭ କରିବା କଥା ଚିନ୍ତା କରୁଛନ୍ତି। ନାଲୁ ମିର୍ଦ୍ଧା କ'ଣ କହିଲା? ସେ ପୂରା ଆଶ୍ଚର୍ଯ୍ୟ। ପଚାରିଲା, ହଁ ତ, କିନ୍ତୁ କେଉଁ ଦିଗରେ ସେ ଦ୍ରବ୍ୟ ଅଛି? ଜ୍ୟୋତିଷ ପୁଣି ଗଣନା କଲେ। ହଁ, ପୁଣି ଗଣନା କରି କହିଲେ, ପୂର୍ବ ଦିଗରେ। ଏହା ଶୁଣି ସବୁ ଡକାୟତ ଏକା ସାଙ୍ଗରେ ଚିତ୍କାର କଲେ, ସାବାସ୍ ସାବାସ୍। ଆଚ୍ଛା, ଫକୀରମୋହନ ପରେ ପଚାରିଥିଲେ ପରା ଏ ଜ୍ୟୋତିଷଙ୍କୁ ଯେ ସେ କେମିତି ଏତେ ସାହସ କରି ପୂର୍ବ ଦିଗ କହିଲେ। ହଁ, ଆଉ ଜ୍ୟୋତିଷ ପ୍ରକୃତରେ ସେ ତ ଶାରଦା ବାବୁ ଥିଲେ। ସିଏ କହିଥିଲେ, ଡକାୟତମାନେ ତ ଚୋରି ଡକାୟତେ ଧନ କଥା ହିଁ ଭାବିବେ। ଆଉ ଖଟିର ତିନିପଟେ ଥିଲା ଘଞ୍ଚ ଜଙ୍ଗଲ। କେବଳ ପୂର୍ବପଟକୁ ହିଁ ଗାଁ ଗଣ୍ଡା ଥିଲା। ତେଣୁ ସେହି ଦିଗରେ ହିଁ ଡକାଇତି ହେବାର ସମ୍ଭାବନା ବେଶୀ। ବାଃ, କି ଚମତ୍କାର ବୁଦ୍ଧି! ନାଲୁ ମିର୍ଦ୍ଦା ଆହୁରି ଖୁସି ହୋଇଗଲା। ପଚାରିଲା, କେଉଁ ଦିନ କେତେବେଳେ ଗଲେ ସେ ଦ୍ରବ୍ୟ ମିଳିବ? ଜ୍ୟୋତିଷ ତା ବି କହିଦେଲେ। ହଁ, ପୁଣି ଗଣନା କଲେ। ଗୋଟେ ନିର୍ଦ୍ଦିଷ୍ଟ ତିଥି, ବାର ଆଉ ସମୟ କହିଲେ। ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସନ୍ଧ୍ୟା ସମୟରେ ଯାତ୍ରା କଲେ କାର୍ଯ୍ୟ ସଫଳ ହେବ। ଡକାୟତମାନେ ତ ପୁରା ଖୁସ୍ ହୋଇଯାଇଥିବେ। ବହୁତ ଖୁସି ହେଲେ। ଜ୍ୟୋତିଷଙ୍କୁ ବହୁତ ପ୍ରଶଂସା କଲେ। ତାପରେ ପୁଣି ଆଖି ବାନ୍ଧି ସମ୍ମାନର ସହ ବାଟରେ ଛାଡ଼ି ଦେଇ ଆସିଲେ। ତାପରେ କ'ଣ ହେଲା? ଜ୍ୟୋତିଷଙ୍କ ଗଣନା ସତ ହେଲା? ନା, ବିଡ଼ମ୍ବନାର ବିଷୟ, ସେଥର ଗଣନା ଫଳିଲା ନାହିଁ। ଶାରଦାବାବୁ ତ ପୋଲିସ ଫୋର୍ସ ସହ ସେଇ ଜ୍ୟୋତିଷ କହିଥିବା ସମୟରେ ପୂର୍ବ ଦିଗର ଗୋଟେ ସମ୍ଭାବ୍ୟ ଗାଁରେ ଛକି ରହିଲେ। କିନ୍ତୁ ଡକାୟତମାନେ ସେଦିନ ସେଠିକୁ ଗଲେନି। ଅନ୍ୟ ଗୋଟେ ଗାଁରେ ଡକାୟତି କଲେ ଆଉ ସୁରୁଖୁରୁରେ ଖସିଗଲେ। ଏଥିରୁ ତ ଶ୍ରୋତାମାନେ ନିଶ୍ଚୟ ବୁଝି ସାରିଥିବେ ଯେ ସେ ଜ୍ୟୋତିଷ ଆଉ କେହି ନୁହନ୍ତି, ସ୍ୱୟଂ ଇନ୍ସପେକ୍ଟର ଶାରଦା ପ୍ରସାଦ ବୋଷ ହିଁ ଥିଲେ। ଠିକ୍। ଏ ଘଟଣା ପରେ କ'ଣ ହେଲା? ଆଉ କିଛି ମାସ ବିତିଗଲା। ପୁଣି 2-4ଟା ଡକାୟତି ହେଲା। ପୋଲିସ ଆଉ ହାକିମମାନେ ଆହୁରି ଚିନ୍ତିତ ହେଲେ। ଶାରଦା ବାବୁ କ'ଣ ଚିନ୍ତା କଲେ? ସେ ଜାଣିଥିଲେ ଯେ ଡକାୟତଙ୍କ ଖଟି ଭିତର ପଶି ସେମାନଙ୍କୁ ଧରିବା ସହଜ ନୁହେଁ। ବହୁତ ବିପଦ। କାହିଁକି? କାରଣ ସେମାନେ ସବୁବେଳେ ମଦ ପିଇ ମାତାଲ ହୋଇ ରହୁଥିଲେ ଆଉ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ। ସିଧାସଳଖ ଆକ୍ରମଣ କଲେ ବହୁତ ଲୋକ ମରିବାର ସମ୍ଭାବନା ଥିଲା। ତେଣୁ ସେ ଆଉ କିଛି ନୂଆ ଯୋଜନା କଲେ? ହଁ, ବହୁତ ଖୋଳତାଳ କଲା ପରେ ସେ ଜାଣିବାକୁ ପାଇଲେ ଯେ ବସ୍ତା ଅଞ୍ଚଳର ଜଣେ ଜମିଦାରଙ୍କ ଚାକର ଏହି ଡକାୟତ ଦଳ ସହ ମିଶି କାମ କରୁଛି। ଓହୋ, ଭିତର ଲୋକ। ହଁ, ଶାରଦା ବାବୁ ସେଇ ଜମିଦାରଙ୍କର ସାହାଯ୍ୟ ନେଲେ। ଚାକରଟିକୁ ଡକେଇଲେ, ତାକୁ ଟଙ୍କାର ଲୋଭ ଦେଖେଇଲେ ଆଉ ଅଭୟ ଦାନ ବି ଦେଲେ। ତାକୁ ନିଜ ପଟକୁ ଆଣିଲେ? ହଁ, ଆଉ ତାଠାରୁ ଡକାୟତ ଦଳ ବିଷୟରେ ସବୁ ଗୁପ୍ତ ତଥ୍ୟ ପାଇଲେ। ଏହାପରେ ଆରମ୍ଭ ହେଲା ଶାରଦା ବାବୁଙ୍କର ମାଷ୍ଟର ପ୍ଲାନ୍। ଏକଦମ। ସେଇ ଚାକରକୁ ଶିଖେଇକି ପଠାଗଲା। ସେ ଯାଇ ସର୍ଦ୍ଦାର ନାଲୁ ମିର୍ଦ୍ଧାକୁ କହିଲା। କ'ଣ କହିଲା? କହିଲା ଯେ ବର୍ଦ୍ଧମାନ ଜେଲରୁ 2 ଜଣ ଭୟଙ୍କର ଡକାୟତ ପଳେଇ ଆସିଛନ୍ତି। ସେମାନେ ପାଖ ଗାଁରେ ଲୁଚିଛନ୍ତି ଆଉ ଏଇ ଦଳରେ ମିଶିବାକୁ ଚାହୁଁଛନ୍ତି। ନାଲୁ ମିର୍ଦ୍ଧା କ'ଣ କହିଲା? ସେ ଖବର ପାଇ ବହୁତ ଖୁସି ହେଲା। କହିଲା, ଡାକି ଆଣ ସେମାନଙ୍କୁ। ଯୋଜନା କାମ ଦେଲା? ହଁ, ଯୋଜନା ଅନୁସାରେ ସେଇ ଚାକର ସାଙ୍ଗରେ 2 ଜଣ ପଳାତକ ଡକାୟତ ଖଟିରେ ପହଞ୍ଚିଲେ। ଏମାନେ କିଏ ଥିଲେ ପ୍ରକୃତରେ? ଏମାନେ ଥିଲେ ଛଦ୍ମବେଶୀ ପୋଲିସ କନଷ୍ଟେବଲ। ଡକାୟତମାନେ ସନ୍ଦେହ କଲେନି? ପ୍ରଥମେ କଲେ, କିନ୍ତୁ ଏଇ ଯୋଉ ନୂଆ ଡକାୟତ 2 ଜଣ ଥିଲେ, ତାଙ୍କର ଚେହେରା, ହାଓଭାଓ, କଥାବାର୍ତ୍ତା ଆଉ ସେମାନେ ଯେମିତି ଡକାୟତିର ଅନୁଭୂତି ବଖାଣିଲେ। ପୁରା ବାସ୍ତବ ଲାଗିଲା। ଏତେ ବାସ୍ତବ ଥିଲା ଯେ ସମସ୍ତଙ୍କର ସନ୍ଦେହ ଦୂର ହୋଇଗଲା। ସେମାନେ କ'ଣ ସବୁ କହିଲେ? କେଉଁଠି କେମିତି ବଡ଼ ବଡ଼ ଡକାୟତି କରିଛନ୍ତି, କେମିତି ଖବର ସଂଗ୍ରହ କରାଯାଏ, କେମିତି ବିପଦ ବେଳେ ଖସି ପଳାଯାଏ, ଏପରିକି କେମିତି ଜେଲ୍ ଭାଙ୍ଗି ପଳେଇ ଆସିଲେ, ଏସବୁର ଏମିତି ଚମତ୍କାର ବର୍ଣ୍ଣନା କଲେ ଯେ ନାଲୁ ମିର୍ଦ୍ଦା ପୁରା ବିଶ୍ୱାସ କରିଗଲା। ହଁ, ସେମାନଙ୍କୁ ପକ୍କା ଓସ୍ତାଦ ଭାବି ନେଲା। ହଁ, ମିଳିଲା। ଦିନେ ଅର୍ଦ୍ଧାରାତିରେ ସେ ଗୋଟେ ପାଣଘର ପଛରୁ ଶୁଣିଲେ ଜଣେ ଯୁବତୀ ତା ମାଆକୁ କାନ୍ଦି କାନ୍ଦି କହୁଛି,
କଣ କହୁଛି? କହୁଛି ସେ ତ ଯିବାକୁ ମନା କରୁଥିଲେ, ବାବା କାହିଁକି ଜୋର କରି ଘେନିଗଲା କେଜାଣି, ଅକାରଣରେ ମୋ ପ୍ରାଣଟା ଗଲା, ମୁଁ ଏବେ କେମିତି ବଞ୍ଚିବି? ବାସ୍, ଏତିକି ହିଁ ଯଥେଷ୍ଟ ଥିଲା ସୁରାଗ ପାଇଁ। ଏକ୍ଜାକ୍ଟଲି। ପରଦିନ ସକାଳୁ ରାଜକିଶୋର ବାବୁ ପୋଲିସ ଫୋର୍ସ ସହ ସେ ଗାଁରେ ପହଞ୍ଚିଗଲେ। ତଦନ୍ତରୁ କଣ ଜଣାପଡ଼ିଲା? ଜଣାପଡ଼ିଲା ଯେ ସେଇ ସ୍ତ୍ରୀଲୋକର ସ୍ୱାମୀ ଆଉ ବାପା ଦିହେଁ ଡକାୟତ ଥିଲେ। ଓହୋ। ଆଉ ତା ସ୍ୱାମୀ ହିଁ ସେଇ ବାନ୍ ଭୂୟାଙ୍କ ଘରେ ଡକାୟତି କଲାବେଳେ ମରିଯାଇଥିଲା। ଯାହାକୁ ବାନ୍ ଭୂୟାଁ ମାରିଥିଲେ। ହଁ, ଆଉ ତା ବାପା ଆହତ ହୋଇ ଘରେ ଲୁଚି ରହିଥିଲା। ତାହେଲେ ଏଇଠୁ ପୁରା ଗ୍ୟାଙ୍ଗ ଧରା ପଡ଼ିଗଲେ। ହଁ, ଏହି ସୂତ୍ରରୁ ଅନ୍ୟ ଆହତ ଡକାୟତ ଆଉ ଦଳର ବାକି ସମସ୍ତେ ଧରାପଡ଼ିଲେ। ଲୁଟ୍ ହୋଇଥିବା ଜିନିଷରୁ କିଛି ବି ମିଳିଲା? କେତେ ଜଣ ଧରା ହେଲେ? ପ୍ରାୟ 15 ଜଣ। ସେମାନଙ୍କୁ କଠିନ ଦଣ୍ଡ ମିଳିଲା, ଆଉ ରାଜକିଶୋର ବାବୁଙ୍କର ପ୍ରମୋସନ ହେଲା। କିନ୍ତୁ କାହାଣୀ ଏଇଠି ସରିନି ବୋଧେ? ନା, ସରିନି। ପୋଲିସ ତଦନ୍ତରୁ ଜଣାପଡ଼ିଲା ଯେ ଏଇ ଯୋଉ ଦଳ ଧରାପଡ଼ିଲେ, ସେମାନେ ମିଷ୍ଟର ରାମ୍ପିନିଙ୍କ ଆକ୍ରମଣ କରିନଥିଲେ। ଅରେ, ତାହେଲେ ସେ ମୁଖ୍ୟ ଦଳଟା ଏବେ ବି ବାହାରେ? ହଁ, ସେମାନେ ଏବେ ବି ସକ୍ରିୟ ଥିଲେ, ଆଉ ସେମାନଙ୍କର ଆଡ୍ଡା ଥିଲା ପାଖ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜର ଘଞ୍ଚ ଜଙ୍ଗଲ ଭିତରେ। ସେ ଦଳରେ କେତେ ଲୋକ ଥିଲେ? ପ୍ରାୟ 50 ଜଣ, ସବୁ କୁଖ୍ୟାତ ଡକାୟତ। ଏଥର ଏ ବଡ଼ ଦଳକୁ ଧରିବ କିଏ? ଏ ଦାୟିତ୍ୱ ପଡ଼ିଲା ବାଲେଶ୍ୱର ସଦର ଥାନାର ଇନ୍ସପେକ୍ଟର ବାବୁ ଶାରଦା ପ୍ରସାଦ ଘୋଷଙ୍କ ଉପରେ। ଶାରଦା ବାବୁ? ସେ ତ ବହୁତ ନାଁ କରେ ଅଫିସର ଥିଲେ ପରା? ହଁ, ପୋଲିସ ବିଭାଗରେ ଜଣେ ଅତ୍ୟନ୍ତ ନିପୁଣ, ସାହସୀ ଆଉ ବୁଦ୍ଧିମାନ ଅଫିସର ଭାବେ ପରିଚିତ ଥିଲେ। ବହୁତ ପରିଶ୍ରମ କଲେ, ଗୁପ୍ତ ଅନୁସନ୍ଧାନ କଲେ। ତାପରେ ଯାଇ ସେ ଡକାୟତଙ୍କର ମୁଖ୍ୟ ଖଟି ବା ଆଡ୍ଡାର ସନ୍ଧାନ ପାଇଲେ। ଏବେ ଆସିଲା କାହାଣୀର ଆଉ ଏକ ରୋମାଞ୍ଚକ ମୋଡ଼। ହଁ, ଏଇଠୁ ଆହୁରି ମଜା। ସେତେବେଳେ ମୟୂରଭଞ୍ଜର ରାଜଧାନୀ ଥିଲା ବାରିପଦା। ତ ବାରିପଦାରୁ ଜଳେଶ୍ୱର ଯାଏ ଜଙ୍ଗଲ ଭିତରେ ଗୋଟିଏ ଅଣଅସାରିଆ ଚଲାବାଟ ଥିଲା। ଦିନେ ସକାଳ ପ୍ରାୟ 10ଟା ବେଳେ ସେଇ ବାଟରେ 3 ଜଣ ଲୋକ ଯାଉଥାନ୍ତି, ଦେଖିବାକୁ ଭିକାରୀ ପରି। ପରସ୍ପରଠୁ କିଛି ଦୂରରେ ଆଗପଛ ହୋଇ ବାରିପଦାର ଜଳେଶ୍ୱର ଆଣକୁ। ଆଚ୍ଛା। ସବା ପଛରେ ଯୋଉ ଲୋକ ଜଣକ ଯାଉଥିଲେ, ସେ ଜ୍ୟୋତିଷ ବେଶରେ ଥିଲେ। ଜ୍ୟୋତିଷ? ହଁ, ଦେଖିବାକୁ ଟିକେ ସମ୍ଭ୍ରାନ୍ତ ଲାଗୁଥାନ୍ତି, କିନ୍ତୁ ବେଶଭୂଷା ପୁରା ସାଧାରଣ। ଆଣ୍ଠୁଭୁଚା ମୋଟା ଖଦି ଲୁଗା, ମୁଣ୍ଡରେ ଗୋଟେ ମଇଳା ଗାମୁଛା ପଗଡ଼ି ପରି, କାଖରେ ତାଳପତ୍ର ପାଞ୍ଜି। ହାତରେ ବାଡ଼ି, କାନ୍ଧରେ ତଳପତ୍ର ଛତା, ଏମିତି କିଛି? ହଁ, ଠିକ୍ ସେମିତି। ତାପରେ ବାଟରେ କଣ ହେଲା? ବାଟରେ ହଠାତ୍ ଏଇ ଜ୍ୟୋତିଷ ଜଣକ 2 ଜଣ ବଣୁଆ ଦେଖାଯାଉଥିବା ଡକାୟତଙ୍କ ହାବୁଡ଼ରେ ପଡ଼ିଗଲେ। ଆଡ଼େ, ଧରା ପଡ଼ିଗଲେ? ହଁ, ଧରା ପଡ଼ିଯିବା ପରେ ସେ ବହୁତ କାକୁତି ମିନତି ହେଲେ, ନିଜର ଦୁଃଖ ଦୁର୍ଦ୍ଦଶା କଥା କହିଲେ, ଆଉ କହିଲେ ସେ ଜଣେ ବଡ଼ ଜ୍ୟୋତିଷ। ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଲେ? ହଁ, କହିଲେ ତାଙ୍କ ଗଣନା କେବେ ଭୁଲ ହୁଏନି, ଏପରିକି ମୟୂରଭଞ୍ଜ ମହାରାଜା ବି ତାଙ୍କୁ ବହୁତ ମାନନ୍ତି। ଡକାୟତ ମାନେ କଣ କହିଲେ? ସେ 2 ଜଣ ପରସ୍ପର କଥା ହେଲେ। କହିଲେ, ଠିକ୍ ଅଛି, ଆମ ସର୍ଦ୍ଦାର ପାଖକୁ ଚାଲ। ଯଦି ତୋ କଥା ସତ ହେବ, ତୋତେ ଛାଡ଼ିଦେବୁ, ଓଲଟେ କିଛି ପୁରସ୍କାର ଦେବୁ। ଜ୍ୟୋତିଷ ରାଜି ହେଲେ? ଆଉ ଉପାୟ କଣ, ବାଧ୍ୟ ହୋଇ ରାଜି ହେଲେ। ଡକାୟତମାନେ ତାଙ୍କ ଆଖିରେ ପଟି ବାନ୍ଧିଦେଲେ। ଓହୋ। ହଁ, ହାତ ଧରି ଘଞ୍ଚ ଜଙ୍ଗଲ ଭିତର ଦେଇ ବଙ୍କାଟଙ୍କା ରାସ୍ତାରେ ନେଇ ଚାଲିଲେ। କିନ୍ତୁ ଏ ଜ୍ୟୋତିଷ ବି ଚତୁର ଥିଲେ ବୋଧେ? ବହୁତ। ସେ ଯିବାବେଳେ ଲୁଚି ଲୁଚି ବାଟ ପାଖ ଗଛର ଡାଳ ଭାଙ୍ଗି ଚିହ୍ନ ଦେଇ ଯାଉଥାନ୍ତି। ବାଃ, କି ବୁଦ୍ଧି! କେତେ ବାଟ ବୋଲେ ସେମାନେ? ପ୍ରାୟ 2-3 କ୍ରୋଶ, ମାନେ 4ରୁ 6 ମାଇଲ ହବ। ତାପରେ ଯାଇ ଡକାୟତଙ୍କ ଖଟିରେ ପହଞ୍ଚିଲେ। ସେଠି ପହଞ୍ଚିଲା ପରେ ଆଖିରୁ ପଟି ଖୋଲାଗଲା। ହଁ, ଆଉ ଆଖିରୁ ପଟି ଖୋଲା ଯିବା ପରେ ସେଠାକାର ଦୃଶ୍ୟ ଦେଖି ଜ୍ୟୋତିଷଙ୍କର ପୁରା ହୃତ୍କମ୍ପ। କଣ ଦେଖିଲେ ସେ? ଘୋର ଜଙ୍ଗଲ ଭିତରେ କିଛି ଜାଗା ସଫା କରାଯାଇଛି। 2-3ଟା ଧୋନି ଜଳୁଛି। ଭାତ ହାଣ୍ଡି, ମାଂସ ହାଡ଼ ଏଣେତେଣେ ପଡ଼ିଛି। ଗଛ ଡାଳରେ ଟାଙ୍ଗିଆ, ବର୍ଚ୍ଛା, ଖଣ୍ଡା, ତୀରଧନୁ ଏମିତି ସବୁ ମାରଣାସ୍ତ୍ର ଝୁଲୁଛି। ଆଉ ଲୋକ? ସେଇଠି ଥିଲେ ପ୍ରାୟ 50 ଜଣ ମଣିଷ ରୂପୀ ରାକ୍ଷସ। ବାପରେ! ଅଧିକାଂଶ ମଦ ପିଇ ମାତାଲ ହୋଇ ଧୂଳିରେ ଗଡୁଛନ୍ତି। ଦେହରେ ଖାଲି କୌପିନ, ଚେହେରା ସବୁ ମହିଷୀ ପରି ବଳୁଆ ଆଉ ଭୟଙ୍କର। ବାତାବରଣ ପୁରା ଭୟଙ୍କର ଥିବ। କିଏ କର୍କଶ ସ୍ୱରରେ ଗାଳି ଦଉଛି, ତ କିଏ ବିକଟାଳ ସ୍ୱରରେ ଗୀତ ଗାଉଛି। ସମସ୍ତେ ନୂଆ ଲୋକଟାକୁ କଟମଟ କରି ଚାହିଁଲେ। ସର୍ଦ୍ଦାର କିଏ ଥିଲା ସେମାନଙ୍କର? ତା ନାଁ ଥିଲା ନାଲୁମିର୍ଦ୍ଧା। ଜଣେ ଡେଙ୍ଗା, ବଳିଷ୍ଠ ଲୋକ, ଆଖି ପୁରା ଲାଲ, ଦେଖିବାକୁ ବହୁତ ଭୟଙ୍କର। ସେ ଜ୍ୟୋତିଷଙ୍କୁ ଆପାଦମସ୍ତକ ଦେଖିଲା, ତାପରେ କର୍କଶ ସ୍ୱରରେ ପଚାରିଲା, ଏ କିଏ?
କାହିଁକି ଆଣିଛ ଏଠିକୁ? ଯୋଉମାନେ ଆଣିଥିଲେ ସେମାନେ କ'ଣ କହିଲେ? ସେମାନେ ଜ୍ୟୋତିଷଙ୍କ ପରିଚୟ ଦେଲେ। ନାଲୁ ମିର୍ଦ୍ଧା ପଚାରିଲା, ତୁ ସତରେ ଜ୍ୟୋତିଷ? ଜ୍ୟୋତିଷ କ'ଣ କହିଲେ? ଡରି ଡରି କହିଲେ, ଆଜ୍ଞା ହ। ନାଲୁ ବିଶ୍ୱାସ କଲାନି ବୋଧେ, ପରୀକ୍ଷା କଲା। ହଁ, ପଚାରିଲା, ତେବେ କହିଲୁ ଦେଖି, ମୋ ମନ ଭିତରେ ଏବେ କ'ଣ ଅଛି? ଏଇଟା ତ ବଡ଼ କଠିନ ପରୀକ୍ଷା। ଜ୍ୟୋତିଷ କ'ଣ କଲେ? ସେ ତଳେ ବସି ପଡ଼ିଲେ, ଖଡ଼ି ପକେଇଲେ, ଆଖି ବନ୍ଦ କରି କେତେ କ'ଣ ସଂସ୍କୃତ ଶ୍ଲୋକ ପଢ଼ିଲେ। ସେଥିରେ ଖାଲି ଗ୍ରହ ନକ୍ଷତ୍ରଙ୍କର ନାଁ। ଅଭିନୟ କଲେ ପୁରା। ପୂରା ଅଭିନୟ। କିଛି ସମୟ ପରେ କହିଲେ, ମହାଶୟ, ଆପଣଙ୍କର ମନ କଥା ପାଠରେ ସ୍ପଷ୍ଟ ଦିଶୁଛି। ଶନି ଗ୍ରହ। ଏଇ ଗ୍ରହ ପ୍ରଭାବରୁ ଆପଣ ଧନଦ୍ରବ୍ୟ, ଟଙ୍କାକଉଡ଼ି ଲାଭ କରିବା କଥା ଚିନ୍ତା କରୁଛନ୍ତି। ନାଲୁ ମିର୍ଦ୍ଧା କ'ଣ କହିଲା? ସେ ପୂରା ଆଶ୍ଚର୍ଯ୍ୟ। ପଚାରିଲା, ହଁ ତ, କିନ୍ତୁ କେଉଁ ଦିଗରେ ସେ ଦ୍ରବ୍ୟ ଅଛି? ଜ୍ୟୋତିଷ ପୁଣି ଗଣନା କଲେ। ହଁ, ପୁଣି ଗଣନା କରି କହିଲେ, ପୂର୍ବ ଦିଗରେ। ଏହା ଶୁଣି ସବୁ ଡକାୟତ ଏକା ସାଙ୍ଗରେ ଚିତ୍କାର କଲେ, ସାବାସ୍ ସାବାସ୍। ଆଚ୍ଛା, ଫକୀରମୋହନ ପରେ ପଚାରିଥିଲେ ପରା ଏ ଜ୍ୟୋତିଷଙ୍କୁ ଯେ ସେ କେମିତି ଏତେ ସାହସ କରି ପୂର୍ବ ଦିଗ କହିଲେ। ହଁ, ଆଉ ଜ୍ୟୋତିଷ ପ୍ରକୃତରେ ସେ ତ ଶାରଦା ବାବୁ ଥିଲେ। ସିଏ କହିଥିଲେ ଡକାୟତମାନେ ତ ଚୋରି ଡକାୟତେ ଧନ କଥା ହିଁ ଭାବିବେ। ଆଉ ଖଟିର ତିନିପଟେ ଥିଲା ଘଞ୍ଚ ଜଙ୍ଗଲ। କେବଳ ପୂର୍ବପଟକୁ ହିଁ ଗାଁ ଗଣ୍ଡା ଥିଲା। ତେଣୁ ସେହି ଦିଗରେ ହିଁ ଡକାଇତି ହେବାର ସମ୍ଭାବନା ବେଶୀ। ବାଃ, କି ଚମତ୍କାର ବୁଦ୍ଧି! ନାଲୁ ମିର୍ଦ୍ଦା ଆହୁରି ଖୁସି ହୋଇଗଲା। ପଚାରିଲା, କେଉଁଦିନ କେତେବେଳେ ଗଲେ ସେ ଦ୍ରବ୍ୟ ମିଳିବ? ଜ୍ୟୋତିଷ ତା ବି କହିଦେଲେ। ହଁ, ପୁଣି ଗଣନା କଲେ। ଗୋଟେ ନିର୍ଦ୍ଦିଷ୍ଟ ତିଥି, ବାର ଆଉ ସମୟ। କହିଲେ, ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସନ୍ଧ୍ୟା ସମୟରେ ଯାତ୍ରା କଲେ କାର୍ଯ୍ୟ ସଫଳ ହେବ। ଡକାୟତମାନେ ତ ପୁରା ଖୁସ୍ ହୋଇଯାଇଥିବେ। ବହୁତ ଖୁସି ହେଲେ। ଜ୍ୟୋତିଷଙ୍କୁ ବହୁତ ପ୍ରଶଂସା କଲେ। ତାପରେ ପୁଣି ଆଖି ବାନ୍ଧି ସମ୍ମାନର ସହ ବାଟରେ ଛାଡ଼ିଦେଇ ଆସିଲେ। ତାପରେ କ'ଣ ହେଲା? ଜ୍ୟୋତିଷଙ୍କ ଗଣନା ସତ ହେଲା? ନା, ବିଡ଼ମ୍ବନାର ବିଷୟ, ସେଥର ଗଣନା ଫଳିଲା ନାହିଁ। ଶାରଦାବାବୁ ତ ପୋଲିସ ଫୋର୍ସ ସହ ସେଇ ଜ୍ୟୋତିଷ କହିଥିବା ସମୟରେ ପୂର୍ବ ଦିଗର ଗୋଟେ ସମ୍ଭାବ୍ୟ ଗାଁରେ ଛକି ରହିଲେ। କିନ୍ତୁ ଡକାୟତମାନେ ସେଦିନ ସେଠିକୁ ଗଲେନି। ଅନ୍ୟ ଗୋଟେ ଗାଁରେ ଡକାୟତି କଲେ ଆଉ ସୁରୁଖୁରୁରେ ଖସିଗଲେ। ଏଥିରୁ ତ ଶ୍ରୋତାମାନେ ନିଶ୍ଚୟ ବୁଝି ସାରିଥିବେ ଯେ ସେ ଜ୍ୟୋତିଷ ଆଉ କେହି ନୁହନ୍ତି, ସ୍ୱୟଂ ଇନ୍ସପେକ୍ଟର ଶାରଦା ପ୍ରସାଦ ବୋଷ ହିଁ ଥିଲେ। ଠିକ୍। ଏ ଘଟଣା ପରେ କ'ଣ ହେଲା? ଆଉ କିଛି ମାସ ବିତିଗଲା। ପୁଣି 2-4ଟା ଡକାୟତି ହେଲା। ପୋଲିସ ଆଉ ହାକିମମାନେ ଆହୁରି ଚିନ୍ତିତ ହେଲେ। ଶାରଦା ବାବୁ କ'ଣ ଚିନ୍ତା କଲେ? ସେ ଜାଣିଥିଲେ ଯେ ଡକାୟତଙ୍କ ଖଟି ଭିତର ପଶି ସେମାନଙ୍କୁ ଧରିବା ସହଜ ନୁହେଁ। ବହୁତ ବିପଦ। କାହିଁକି? କାରଣ ସେମାନେ ସବୁବେଳେ ମଦ ପିଇ ମାତାଲ ହୋଇ ରହୁଥିଲେ ଆଉ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ। ସିଧାସଳଖ ଆକ୍ରମଣ କଲେ ବହୁତ ଲୋକ ମରିବାର ସମ୍ଭାବନା ଥିଲା। ତେଣୁ ସେ ଆଉ କିଛି ନୂଆ ଯୋଜନା କଲେ? ହଁ, ବହୁତ ଖୋଳତାଡ଼ କଲା ପରେ ସେ ଜାଣିବାକୁ ପାଇଲେ ଯେ ବସ୍ତା ଅଞ୍ଚଳର ଜଣେ ଜମିଦାରଙ୍କ ଚାକର ଏହି ଡକାୟତ ଦଳ ସହ ମିଶି କାମ କରୁଛି। ଓହୋ, ଭିତର ଲୋକ। ହଁ, ଶାରଦା ବାବୁ ସେଇ ଜମିଦାରଙ୍କର ସାହାଯ୍ୟ ନେଲେ। ଚାକରଟିକୁ ଡକେଇଲେ, ତାକୁ ଟଙ୍କାର ଲୋଭ ଦେଖେଇଲେ ଆଉ ଅଭୟ ଦାନ ବି ଦେଲେ। ତାକୁ ନିଜ ପଟକୁ ଆଣିଲେ? ହଁ, ଆଉ ତାଠାରୁ ଡକାୟତ ଦଳ ବିଷୟରେ ସବୁ ଗୁପ୍ତ ତଥ୍ୟ ପାଇଲେ। ଏହାପରେ ଆରମ୍ଭ ହେଲା ଶାରଦା ବାବୁଙ୍କର ମାଷ୍ଟର ପ୍ଲାନ୍। ଏକଦମ। ସେଇ ଚାକରକୁ ଶିଖେଇକି ପଠାଗଲା। ସେ ଯାଇ ସର୍ଦ୍ଦାର ନାଲୁ ମିର୍ଦ୍ଧାକୁ କହିଲା। କ'ଣ କହିଲା? କହିଲା ଯେ ବର୍ଦ୍ଧମାନ ଜେଲରୁ 2 ଜଣ ଭୟଙ୍କର ଡକାୟତ ପଳେଇ ଆସିଛନ୍ତି। ସେମାନେ ପାଖ ଗାଁରେ ଲୁଚିଛନ୍ତି ଆଉ ଏଇ ଦଳରେ ମିଶିବାକୁ ଚାହୁଁଛନ୍ତି। ନାଲୁ ମିର୍ଦ୍ଧା କ'ଣ କହିଲା? ସେ ଖବର ପାଇ ବହୁତ ଖୁସି ହେଲା। କହିଲା, ଡାକି ଆଣ ସେମାନଙ୍କୁ। ଯୋଜନା କାମ ଦେଲା? ହଁ, ଯୋଜନା ଅନୁସାରେ ସେଇ ଚାକର ସାଙ୍ଗରେ 2 ଜଣ ପଳାତକ ଡକାୟତ ଖଟିରେ ପହଞ୍ଚିଲେ। ଏମାନେ କିଏ ଥିଲେ ପ୍ରକୃତରେ? ଏମାନେ ଥିଲେ ଛଦ୍ମବେଶୀ ପୋଲିସ କନଷ୍ଟେବଲ। ଡକାୟତମାନେ ସନ୍ଦେହ କଲେନି? ପ୍ରଥମେ କଲେ। କିନ୍ତୁ ଏଇ ଯୋଉ ନୂଆ ଡକାୟତ 2 ଜଣ ଥିଲେ, ତାଙ୍କର ଚେହେରା, ହାଓଭାଓ, କଥାବାର୍ତ୍ତା ଆଉ ସେମାନେ ଯେମିତି ଡକାୟତିର ଅନୁଭୂତି ବଖାଣିଲେ। ପୁରା ବାସ୍ତବ ଲାଗିଲା। ଏତେ ବାସ୍ତବ ଥିଲା ଯେ ସମସ୍ତଙ୍କର ସନ୍ଦେହ ଦୂର ହୋଇଗଲା। ସେମାନେ କ'ଣ ସବୁ କହିଲେ? କେଉଁଠି କେମିତି ବଡ଼ ବଡ଼ ଡକାୟତି କରିଛନ୍ତି, କେମିତି ଖବର ସଂଗ୍ରହ କରାଯାଏ, କେମିତି ବିପଦ ବେଳେ ଖସି ପଳାଯାଏ, ଏପରିକି କେମିତି ଜେଲ ଭାଙ୍ଗି ପଳେଇ ଆସିଲେ, ଏସବୁର ଏମିତି ଚମତ୍କାର ବର୍ଣ୍ଣନା କଲେ ଯେ ନାଲୁ ମିର୍ଦ୍ଦା ପୁରା ବିଶ୍ୱାସ କରିଗଲା। ହଁ, ସେମାନଙ୍କୁ ପକ୍କା ଓସ୍ତାଦ ଭାବି ନେଲା।